ଶାନ୍ତ ସରଳ ଥିବା ବାଣପୁର ଗାଁରେ କିଛି ଏମିତି ଘଟଣା ଘଟିବ ବୋଲି କେହି ବି ବିଶ୍ୱାସ କରିନଥିଲେ। ସମୟ ଥିଲା 2020 ମସିହା। ହଠାତ୍ ନଭେମ୍ବର ମାସରେ 17 ଦିନ ଭିତରେ ଜଣକ ପରେ ଜଣେ 5 ଜଣ ଝିଅ ଗାୟବ ହୋଇଗଲେ। ସେମାନଙ୍କର ବୟସ ପୁଣି 13ରୁ 17 ବର୍ଷ ଥିଲା। ଗାଁରେ କୋକୁଆ ଭୟ ହୋଇଗଲା। ପ୍ରଥମେ ତ ଲୋକମାନେ ଅଲଗା କିଛି ଭାବୁଥିଲେ, ହେଲେ ଯେତେବେଳେ ଗାୟବ ହୋଇଯାଉଥିବା ଝିଅମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଲା, ପୁରା ଗାଁରେ ଭୟର ବାତାବରଣ ଖେଳିଗଲା। ଗୋଟିଏ ଦିନ ନିଷ୍ପତ୍ତି ହେଲା, ପରଦିନ ଗାଁର ଯୁବକମାନେ ଗାଁ ମୁଣ୍ଡରେ ଲୁଚି ରହିଲେ। ରାତି ବଢ଼ିଲା। କିଛି ସମୟ ପରେ ଗାଁ ଠାରୁ ଦୂରରେ ଏକ କଳା ରଙ୍ଗର ଜିପ୍ ଆସି ଅଟକିଲା। ଲୁଚି ଲୁଚି ଯୁବକମାନେ ଏସବୁ ଦେଖୁଥିଲେ। ସେମାନଙ୍କ ଆଖି ଆଗରେ ସେ ଜିପ୍ ପୁଣି ଥରେ ବୁଲେଇ ପଳେଇଲା। ଯୁବକମାନେ ପିଛା କଲେ, ହେଲେ ସେ ଜିପ୍ ଏତେ ସ୍ପିଡରେ ଜଙ୍ଗଲ ଭିତରକୁ ପଳେଇଲା ଯେ ଧରିବା ସମ୍ଭବ ହେଲା ନାହିଁ। ଅନ୍ୟପଟରେ ଯୁବକମାନେ ଗାଁକୁ ଫେରି ଦେଖନ୍ତି ତ ଜଣେ 15 ବର୍ଷିଆ ଝିଅ ଗାୟବ ହୋଇଯାଇଥିଲା। ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ, କେମିତି ଆଉ କେଉଁ ବାଟ ଦେଇ ସେ ଝିଅକୁ ଗାୟବ କରାଗଲା? ଆଉ ଗାୟବ ହୋଇଯାଉଥିବା ଝିଅଙ୍କୁ କୁଆଡ଼େ ନେଇକି ଗଲେ? ସେମାନଙ୍କ ସହିତ କ'ଣ କ'ଣ ଘଟଣା ଘଟୁଥିଲା? କେହି ବି ଏହାର ସୁରାଗ ପାଇପାରୁନଥିଲେ। ସମୟ ବିତୁଥିଲା। ଗାଁରେ ପୁରା ଭୟର ବାତାବରଣ ଖେଳି ଯାଇଥିଲା। ଏକଥା ଏସ୍ପିଙ୍କ କାନକୁ ଗଲା। ଏସ୍ପି ସାର୍ ଶୁଣିକି ଆଶ୍ଚର୍ଯ୍ୟ ହେବା ସହିତ ଏକ ସୁଚିନ୍ତିତ ଯୋଜନା କଲେ। ସେମାନଙ୍କ ପାଇଁ ଜାଲ ବିଛାଗଲା। ଯେତେବେଳେ ମୁଖ୍ୟ ଆସାମୀ ଧରାଗଲା, ତାକୁ ଦେଖିକି ସମସ୍ତଙ୍କର ହୋସ୍ ଉଡ଼ିଗଲା। କାରଣ ସିଏ ତ ଗାଁର। ଯେତେବେଳେ ଗାୟବ ହୋଇଯାଉଥିବା ଝିଅଙ୍କ ସମ୍ପର୍କରେ ଜଣାପଡ଼ିଲା, ସମସ୍ତେ ସ୍ତବ୍ଧ ହୋଇଗଲେ। ଯେମିତି ସମସ୍ତଙ୍କର ପାଦ ତଳୁ ମାଟି ଖସିଗଲା। ଖାଲି ଗାଁ ଲୋକ କାହିଁକି, ଶୁଣିଲେ ଆପଣଙ୍କର ବି ହୋସ୍ ଉଡ଼ିଯିବ। ଆପଣଙ୍କର ଆଖି ବଡ଼ ବଡ଼ ହୋଇଯିବ। ଆଜିର ଏ ସତ କାହାଣୀ ଦିନେ ସାରା ଜିଲ୍ଲାରେ ଚହଳ ପକେଇଥିଲା। ଗାଁ ଯୁବକ ଜଗିବା ସତ୍ତ୍ୱେ ସେହି ରାତିରେ 15 ବର୍ଷର ଝିଅ ଗାୟବ ହୋଇଯାଇଥିଲା। ଏହି ଘଟଣା ପରେ ଗାଁରେ ଯେମିତି କୋକୁଆ ଭୟ ଖେଳି ଯାଇଥିଲା। ସରପଞ୍ଚଙ୍କର ଚିନ୍ତା ପୁରା ବଢ଼ିଗଲା। ଝିଅର ବାପା ମାଙ୍କୁ ନେଇ ସେ ସ୍ଥାନୀୟ ପୋଲିସ ଥାନାକୁ ଗଲେ। ସେଠାରେ ରିପୋର୍ଟ ଲେଖାଗଲା। ହେଲେ ସମୟ ବିତିବା ସହିତ ପୋଲିସ ବି ଘଟଣାକୁ ହାଲକା ଭାବରେ ନେଉଥିଲା। ଏହି ଘଟଣାର 3 ଦିନ ପରେ ପୁଣି ଆଉଥରେ ଜଣେ 17 ବର୍ଷିଆ ଝିଅ ରୋଜି ଅଚାନକ ନିଖୋଜ ହୋଇଗଲା। ପୁରା ଗାଁରେ ଆତଙ୍କ ଖେଳିଗଲା। ରୋଜିର ମା ସରପଞ୍ଚଙ୍କ ଘରେ କାନ୍ଦି କାନ୍ଦି ସବୁ କଥା କହିଲେ। ସରପଞ୍ଚ ପୁଣି ଥରେ ଥାନାକୁ ଫୋନ କଲେ। ପ୍ରତିଥର ପରି ପୋଲିସ ଏହାକୁ ଏକ ସାଧାରଣ ମାମଲା ବୋଲି କହି ଟାଳିଦେଲା। ହେଲେ ଏଥର ପରିସ୍ଥିତି ଭିନ୍ନ ରୂପ ନେବାର ଥିଲା। ଏ କେସର ଖବର ଏସ୍ପିଙ୍କ କାନକୁ ଗଲା, ଆଉ ସେ ଏହାକୁ ପୁରା ଗମ୍ଭୀରତାର ସହିତ ନେଲେ। ଏସ୍ପି ନିତିନ ଜଣେ ସଚ୍ଚୋଟ ଓ ସାହସୀ ଅଫିସର ଥିଲେ। ସେ ସ୍ଥାନୀୟ ଥାନାକୁ ନ ଜଣାଇ ନିଜେ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଲେ। ପରଦିନ ସେ ନିଜେ ଅନୁଗତ କର୍ମଚାରୀଙ୍କୁ ନେଇ ବାଣପୁର ପହଞ୍ଚିଗଲେ। ଗାଁରେ ପୋଲିସ ଗାଡ଼ି ଦେଖି ଗାଁ ଲୋକ ଏସ୍ପିଙ୍କୁ ଘେରିଗଲେ। ଆଉ ସମସ୍ତେ ନିଜ ନିଜ ଦୁଃଖ କାହାଣୀ କହିବାରେ ଲାଗିଲେ। ଏସ୍ପି ସାର୍ ସମସ୍ତଙ୍କ କଥା ଧ୍ୟାନ ଦେଇ ଶୁଣିଲେ। ଗାଁ ସାରା ବୁଲି ବୁଲି କେତେ କ'ଣ ନିରୀକ୍ଷଣ କଲେ। ସେ ଅନୁଭବ କଲେ କି ସେଇଟା ସାଧାରଣ ଘଟଣା ନଥିଲା। ଗାଁ ସାରା ବୁଲୁ ବୁଲୁ ତାଙ୍କର ନଜର ଜଣେ ବୁଢ଼ା ଲୋକ ଉପରେ ପଡ଼ିଲା, ଯିଏକି ଚୁପଚାପ ଛିଡ଼ା ହୋଇ ଏସବୁ ଦେଖୁଥିଲେ। ତାଙ୍କ ନାଁ ରଘୁନାଥ ଥିଲା। ଏସ୍ପି ସାର୍ ତାଙ୍କ ପାଖକୁ ଯାଇ ପଚାରିଲେ କି ଆପଣଙ୍କୁ ଏ ସମ୍ପର୍କରେ କିଛି ଜଣା ଅଛି କି? ରଘୁନାଥ ଏପଟ ସେପଟ କରି ଅନେଇଲେ, ଆଉ ଧୀର ସ୍ୱରରେ କହିଲେ, ସାର୍, ରାତିରେ ଜଙ୍ଗଲ ଭିତରୁ ଅଜବ ଅଜବ ଆବାଜ ଆସୁଛି। କେତେଥର ଦେଖିଛି, ରାତି ହେଲେ କଳା ରଙ୍ଗର ଏକ ଜିପ୍ ଆସି ଗାଁ ମୁଣ୍ଡରେ ଅଟକୁଛି, ଆଉ କିଛି ସମୟ ଭିତରେ କୁଆଡ଼େ ଗାୟବ ହୋଇଯାଉଛି। ହେଲେ ଲୋକମାନେ ଡରରେ ସିଆଡ଼େ ଯିବା ପାଇଁ ସାହସ କରୁନାହାନ୍ତି। ଶୁଣିକି ନିତିନ ସାର୍ ତାଜୁବ ହୋଇଗଲେ।
ଏହାପରେ ସେ ଏକ ପ୍ଲାନ୍ କଲେ। ରାତି ହେଲା। ଏସ୍ପି ସାର୍ ନିଜ ଟିମ୍କୁ ନେଇ ଜଙ୍ଗଲ ଭିତରକୁ ଯିବା ପାଇଁ ସ୍ଥିର କଲେ। ଗାଁର କିଛି ଲୋକ ବି ସେମାନଙ୍କ ସହିତ ଯିବା ପାଇଁ ପ୍ରସ୍ତୁତ ହୋଇଗଲେ। ଚାରିଆଡ଼େ କେବଳ ଅନ୍ଧାର ଥିଲା। ଏମିତି ସୁନସାନ ଥିଲା ଯେ ପତ୍ର ଝଡ଼ିଲେ ବି ଜଣାପଡ଼ି ଯାଉଥିଲା। ଯେମିତି ସେମାନେ ଗାଁ ମୁଣ୍ଡରୁ କିଛି ବାଟ ଯାଇଛନ୍ତି, ଜଙ୍ଗଲ ଭିତରେ ଜଣେ ଝିଅର ପାଟି ଶୁଣିପାରିଲେ। ସେ ଝିଅଟି ବଞ୍ଚାଅ ବଞ୍ଚାଅ ବୋଲି ପାଟି କରୁଥିଲା। ନିତିନ ସାର୍ ନିଜ ବନ୍ଧୁକ କାଢ଼ି ସେଇ ଆଡ଼କୁ ଦୌଡ଼ିଲେ। ଯେତେବେଳେ ସେ ସେଠାରେ ପହଞ୍ଚିଲେ, ସେ ଦୃଶ୍ୟ ଦେଖିକି ତାଙ୍କର ହୋସ୍ ଉଡ଼ିଗଲା। ସମସ୍ତଙ୍କର ରୁମ ଟାଙ୍କୁରି ଉଠିଲା। ଜଣେ ଝିଅ ତଳେ ପଡ଼ିଥିଲା। ତା ହାତ ଗୋଡ଼ ବନ୍ଧା ହୋଇଥିଲା। ମୁହଁରେ ଟେପ୍ ଲଗେଇ ଦିଆଯାଇଥିଲା। ତା ଚେହେରାରେ ସଫା ସଫା ଭୟ ଜଣାପଡ଼ୁଥିଲା। ଏସ୍ପି ସାର୍ ଜଣେ ପୋଲିସ ଅଫିସରଙ୍କୁ ଆଗକୁ ବଢ଼ିବା ପାଇଁ କହିଲେ। ଯେମିତି ସେ ଯାଇ ସେ ଝିଅଙ୍କୁ ଉଠେଇବା ପାଇଁ ଚେଷ୍ଟା କରିଛନ୍ତି, ପାଖ ବୁଦାରୁ ଗୋଟିଏ ଗୁଳି ଶବ୍ଦ ଶୁଭିଲା। ଏସ୍ପି ସାର୍ ନିଜର ପିସ୍ତଲ କାଢ଼ି ସେ ବୁଦା ଆଡ଼କୁ ଗୁଳି ମାରିଲେ। କିଛି ସମୟ ପର୍ଯ୍ୟନ୍ତ ଗୁଳିର ଶବ୍ଦ ଶୁଭିଲା। ଆଉ କେହି ଜଣେ ଦୌଡ଼ିକି ପଳେଇଲେ। ଏସ୍ପି ସାର୍ 2 ଜଣ ଅଫିସରଙ୍କୁ ସେ ଲୋକର ପିଛା କରିବା ପାଇଁ ନିର୍ଦ୍ଦେଶ ଦେଲେ। ହେଲେ ଅନ୍ଧାର ଥିବାରୁ ଅପରାଧୀ ଖସିଯିବାରେ ସକ୍ଷମ ହୋଇଗଲା। ନିତିନ ସାର୍ ତୁରନ୍ତ ସେ ଝିଅର ହାତ ଗୋଡ଼ ଖୋଲି ମୁହଁର ଟେପ୍ କାଢ଼ିଲେ। ତାକୁ ସାହସ ଦେଇ କହିଲେ, ତୁ ଜମା ଡରନି। ହେଲେ ସେ ଝିଅ ଭିତରେ ଏତେ ଡର ରହିଥିଲା ଯେ ସେ ଥରୁଥିଲା। ଥରି ଥରି କହିଲା କି, ସାର୍ ପ୍ଲିଜ ମୋତେ ବଞ୍ଚେଇ ଦିଅନ୍ତୁ। ସେମାନେ ଭୟଙ୍କର ଲୋକ। କିଏ ସେମାନେ? ତମେ କ'ଣ ସେମାନଙ୍କୁ ଦେଖିଛ? ସେ ଝିଅ ହଁ କଲା। କହିଲା, ସାର୍ ମୁଁ ସେମାନଙ୍କ ମୁହଁ ଠିକରେ ଦେଖିନି। ସେମାନଙ୍କ ମୁହଁରେ କଳାକନା ଗୁଡ଼େଇଥିଲେ। ମୋତେ ଜିପ୍ରେ ଜଙ୍ଗଲ ଆଡ଼କୁ ନେଇ ଆସିଲେ। କହିକି ଅଟକିଗଲା। ଆଉ କିଛି କହିପାରିଲାନି। ଯେମିତି ତାକୁ କିଛି ଭୟାନକ କଥା ମନେ ପଡ଼ିଗଲା। ନିତିନ ସାର୍ ସାହସ ଦେଇ ପୁଣି ଥରେ ପଚାରିବାରୁ ସେ କହିଲା କି, ସାର୍ ସେମାନେ କିଛି ବଡ଼ ଲୋକଙ୍କ ପାଇଁ ଆମ ପରି ଝିଅମାନଙ୍କୁ ନେଇ ଆସୁଛନ୍ତି। ଗୋଟିଏ ପୁରୁଣା କୋଠାକୁ ନେଇକି ଯାଉଛନ୍ତି। ସେଠାରେ ଆଉ କିଛି ଝିଅ ଥିଲେ। ଶୁଣିକି ନିତିନ ସାର୍ଙ୍କର ଆଖି ବଡ଼ ବଡ଼ ହୋଇଗଲା। ପଚାରିଲେ କି, ତମକୁ ସେ ରାସ୍ତା ମନେ ଅଛି ତ? ଝିଅ ମୁଣ୍ଡ ହଲେଇ ହଁ କଲା। ଆଉ କହିଲା କି, ସାର୍ ସେଠାକୁ ଗଲେ ବିପଦ ଅଛି। ଯଦି ସେମାନେ ଜାଣିଦେବେ କି ଆମେ ସେଠାକୁ ଯାଉଛେ, ତାହେଲେ ସେମାନେ ଆମକୁ ମାରିଦେବେ। ଏସ୍ପି ସାର୍ ଟିକେ ହସି ଦେଇ କହିଲେ, ନା ନା ସେମିତି କିଛି ହବନି। ଏଥର ମୁଁ ସେମାନଙ୍କୁ ଧରି ନେବି। ସେ ଝିଅକୁ ନେଇ ଏସ୍ପି ସାର୍ ପଳେଇ ଆସିଲେ। ଆଉ ପରଦିନ ସକାଳେ ନିଜ ସିନିୟର ଅଫିସରଙ୍କୁ ନେଇ ସେ ଗୋଟିଏ ବଡ଼ ଯୋଜନା କଲେ। ଦିନ ବେଳା ସେ ଗାଁରେ ପହଞ୍ଚିଗଲେ। ଆଉ ଗାଁ ଲୋକଙ୍କୁ ଭରସା ଦେଲେ କି ଏଥର ଯେମିତି ହେଲେ ଅପରାଧୀଙ୍କୁ ଗିରଫ କରାଯିବ। ସେତେବେଳେ ଜଣେ ବୟସ୍କା ମହିଳା ଦୌଡ଼ି ଦୌଡ଼ି ଆସି କହିଲେ କି, ସାର୍ ଆଉ ଗୋଟିଏ ଝିଅ ଗାୟବ ହୋଇଯାଇଛି। ଗାଁରେ ପୋଲିସର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଆଉ ଗୋଟିଏ ଝିଅ ଗାୟବ ହେବା ନେଇ ଆତଙ୍କ ଖେଳିଗଲା। ଲୋକେ ଅସହିଷ୍ଣୁ ହୋଇ ପଡ଼ିଲେ। ଆଉ ଗାଳି କରିବା ଆରମ୍ଭ କରିଦେଲେ। ସବୁ କହୁଥିଲେ କି, ସାର୍ ଯଦି ଆମ ଝିଅମାନେ ସୁରକ୍ଷିତ ରହିବେନି, ତାହେଲେ ଆମେ ଜିଇଲେ କି ମରିଲେ କ'ଣ ଫରକ ପଡ଼ିବ? ଜଣେ ବୟସ୍କ ଲୋକ କହିଲେ କି, ସାର୍ ଯଦି ପୋଲିସ କିଛି କରିପାରିବନି, ତାହେଲେ ଆମକୁ କୁହନ୍ତୁ, ଆମେ ବନ୍ଧୁକ ଉଠେଇବୁ। ଏସ୍ପି ସାର୍ ଲୋକଙ୍କୁ ଶାନ୍ତ କରି କହିଲେ କି, ଆମକୁ ଆଉ ଗୋଟିଏ ସୁଯୋଗ ଦିଅନ୍ତୁ। ଏଥର ଅପରାଧୀ ବଞ୍ଚିପାରିବନି। ଆମେ ତୁରନ୍ତ ଅପରାଧୀକୁ ଧରିବୁ। ଏହାପରେ ନିତିନ ସାର୍ ନିଜର କିଛି ପୋଲିସ କର୍ମଚାରୀଙ୍କୁ ଗାଁ ଭିତରେ ସାଧା ପୋଷାକରେ ମୁତୟନ କଲେ। ସେମାନଙ୍କୁ କହିଦେଲେ କି ଯଦି କିଛି ବି ସନ୍ଦେହ ଲାଗେ, ତାହେଲେ ମୋତେ ତୁରନ୍ତ ରିପୋର୍ଟ କରିବ। ଗାୟବ ହୋଇଯାଇଥିବା ନୂଆ ଝିଅର ନାଁ ସୀମା ଥିଲା। ତା ବୟସ କେବଳ 13 ବର୍ଷ ଥିଲା। ତା ମା କାନ୍ଦି କାନ୍ଦି କହୁଥିଲା କି, ସାର୍ ରାତିରେ ସେ ଖାଇସାରି ଶୋଇଥିଲା। ସକାଳୁ ଦେଖେ ତ ଝିଅ ନାହିଁ। କବାଟ ବି ଭିତରୁ ଦିଆ ହୋଇଥିଲା। ଶୁଣିକି ଏସ୍ପି ସାର୍ ଆଶ୍ଚର୍ଯ୍ୟ ହୋଇଗଲେ। ସେ ତୁରନ୍ତ ତାଙ୍କ ଘରକୁ ଗଲେ। ରୁମର ଝରକା ଭାଙ୍ଗିଥିଲା। ଆଉ ସେଠାରେ କାହାର ଜୋତା ଚିହ୍ନ ଥିଲା। ସେ ଚିହ୍ନ ଆମକୁ ଅପରାଧୀ ପର୍ଯ୍ୟନ୍ତ ନେଇପାରେ। ଏସ୍ପି ସାର୍ ନିଜ ଟିମ୍କୁ କହିବା ପରେ ଖୋଳତାଡ଼ ଆରମ୍ଭ ହୋଇଗଲା।
ରୋହନ ନାମକ ଜଣେ କନେଷ୍ଟବଳ ଯିଏକି ସାଦା ପୋଷାକରେ ଗାଁରେ ବୁଲୁଥିଲେ ଦୌଡ଼ିକି ଆସିଲେ ଆଉ କହିଲେ କି ସାର୍, ଗାଁ ମୁଣ୍ଡରେ ରାତିରେ ଗୋଟିଏ କଳା ରଙ୍ଗର ଜିପ୍ ଛିଡ଼ା ହେଇଥିଲା। ଯେତେବେଳେ ମୁଁ ତା ପାଖକୁ ଗଲି ସେ ଦ୍ରୁତ ଗତିରେ ଜଙ୍ଗଲ ଆଡ଼କୁ ପଳେଇଲା। ନିତିନ ସାର୍ଙ୍କୁ ରଘୁନାଥଙ୍କ କଥା ମନେ ପଡ଼ିଲା। ସେ ନିଶ୍ଚିତ ହୋଇଗଲେ ଯେ ଝିଅମାନଙ୍କୁ ଏହି ଜିପ୍ରେ ହିଁ ଗାୟବ କରାଯାଉଥିଲା। ସନ୍ଧ୍ୟା ହେବାରେ ଲାଗିଲା। ସେ ନିଜ କର୍ମଚାରୀଙ୍କୁ ସାଦା ପୋଷାକରେ ଗାଁ ବାହାରେ ଥିବା ଜଙ୍ଗଲରେ ଲୁଚି ରହିବା ପାଇଁ ନିର୍ଦ୍ଦେଶ ଦେଲେ। ଜଣେ କମ୍ ବୟସର ମହିଳା ପୋଲିସ ଗାଁ ଝିଅ ବେଶରେ ଗାଁରେ ରହିଲେ। ରାତି ହେବା ପରେ ତାଙ୍କୁ ଗାଁ ବାହାରେ ଛାଡ଼ି ଦିଆଗଲା। ରାତି ବିତିବାରେ ଲାଗିଲା। ଗାଁ ପାଖ ଜଙ୍ଗଲରେ ସାଦା ପୋଷାକଧାରୀ ପୋଲିସ ଲୁଚି ରହିଥିଲେ। ଗାଉଁଲି ଝିଅ ବେଶରେ କମ୍ ବୟସର ମହିଳା ପୋଲିସ ଏପଟ ସେପଟ ହେଉଥିଲେ। ରାତି ଅଧା ହେବାରୁ ଗୋଟିଏ କଳା ରଙ୍ଗର ଜିପ୍ ଧୀରେ ଧୀରେ ପୁଣି ଗାଁ ଆଡ଼କୁ ଆସିଲା। ସମସ୍ତେ ପ୍ରସ୍ତୁତ ଥିଲେ। ଜିପ୍ ଆସି ଗାଁ ମୁଣ୍ଡରେ ଅଟକିଲା। ସେଥିରୁ 2 ଜଣ ଲୋକ ବାହାରିଲେ। ସେମାନେ ଏପଟ ସେପଟ ଅନେଇଲେ ଆଉ ଧୀରେ ଧୀରେ ଝିଅ ପାଖରେ ପହଞ୍ଚିଲେ। ନିତିନ ସାର୍ ସବୁ ପୋଲିସ କର୍ମଚାରୀଙ୍କୁ ଇସାରା କଲେ କି ଟିକେ ରହିଯାଅ, ସେମାନେ ଆଉ ଟିକେ ପାଖକୁ ଆସନ୍ତୁ। ଯେମିତି ସେମାନେ ସୀମା ପାଖକୁ ଆସି ତାଙ୍କୁ ଉଠେଇ ନେବା ପାଇଁ ଚେଷ୍ଟା କଲେ ନିତିନ ସାର୍ ଚିଲ୍ଲେଇଲେ, କହିଲେ ରହିଯା, ତମ ଖେଳ ଖତମ ହୋଇଯାଇଛି। ପୋଲିସକୁ ଦେଖି 2 ଜଣ ଦୌଡ଼ିବା ପାଇଁ ଲାଗିଲେ। ସେତେବେଳକୁ ଅନ୍ୟ ପୋଲିସ କର୍ମଚାରୀମାନେ ଗୁଳି ଚଳାଇବା ଆରମ୍ଭ କରିଦେଲେ। ସେମାନଙ୍କ ଭିତରୁ ଜଣେ ଗୁଳି ମାଡ଼ରେ ତଳେ ପଡ଼ିଗଲା। ଆଉ ଜଣେ ଜିପ୍ ନେଇ ଜଙ୍ଗଲ ଭିତରକୁ ପଳେଇଲା। ଏସ୍ପି ସାର୍ ନିଜେ ଗାଡ଼ି ଚଲେଇ ତାର ପିଛା କରିବା ପରେ ତାକୁ ଧରିନେଲେ। ଏବେ 2 ଜଣ ଅପରାଧୀ ଧରା ପଡ଼ିଥିଲେ। ଦୁହିଁଙ୍କୁ ଥାନାକୁ ନିଆଯାଇ ପଚରା ଉଚରା ଆରମ୍ଭ କରାଗଲା। ଦୁହିଁଙ୍କୁ ମାରପିଟ ପରେ ସେମାନେ ମୁହଁ ଖୋଲିଦେଲେ। ଜଣେ କହିଲା କି ସାର୍, ଆମେ କେବଳ ଡ୍ରାଇଭର, ଆମକୁ କେବଳ ଝିଅମାନଙ୍କୁ ଜଙ୍ଗଲ ଭିତରେ ଛାଡ଼ିବାର କାମ ଦିଆଯାଉଥିଲା। କିଏ ଦଉଥିଲା ତମକୁ ଏମିତି କାମ? ଗୋଟିଏ ଶକ୍ତ ଚାପୁଡ଼ା ବସାଇ ଏସ୍ପି ସାର୍ ପଚାରିଲେ। ଅନ୍ୟ ଅପରାଧୀ ଡରିଯାଇ କହିଲେ କି ସାର୍, ଆମେ କିଛି ବି ଜାଣିନୁ, ଆମେ କେବଳ ଟଙ୍କା ପାଇଁ କାମ କରିଥିଲୁ। ନିତିନ ସାର୍ ନିଜ ବନ୍ଧୁକ କାଢ଼ି ସିଧା ସେ ଅପରାଧୀ ମୁଣ୍ଡରେ ଲଗାଇଦେଲେ। କହିଲେ ସତ କହ, ନହେଲେ ତୋ ଖପୁରି ଉଡ଼େଇଦେବି। କିଛି ସମୟ ପରେ ସେମାନେ ସବୁ ସତ ଧୀରେ ଧୀରେ କହିଦେଲେ। ସାର୍, ଆମକୁ ବବଲୁ ଠାକୁର ନାମକ ଜଣେ ଲୋକ ଅର୍ଡର ଦେଉଥିଲେ। ସେ ଘଞ୍ଚ ଜଙ୍ଗଲ ଭିତରେ ଗୋଟିଏ ପୁରୁଣା କୋଠାରେ ଧନ୍ଦା କରୁଛି। ଝିଅଙ୍କୁ ନେଇ ସେଠାରେ ଆମେ ଛାଡ଼ି ଆସୁଥିଲୁ। ପୁରା ରାଗରେ ଏସ୍ପି ସାର୍ ପଚାରିଲେ କି ସେ ବବଲୁ ଠାକୁର କିଏ? ସେ ଜଣେ ବଡ଼ ଲୋକ ସାର୍, ଦେଖିବାକୁ ତ ଗାଁର ଜଣେ ସାଧାରଣ ଲୋକ ପରି, ହେଲେ ସେ ଜଣେ ବଡ଼ ଅପରାଧୀ। ପୋଲିସ ପାଖରେ ଏବେ ଏକ ନାଁ ଥିଲା, ବବଲୁ ଠାକୁର। ଏସ୍ପି ସାର୍ 2 ଜଣ କନେଷ୍ଟବଳଙ୍କୁ ଗାଁକୁ ପଠାଇଲେ, ଯେମିତି ସେମାନେ ବବଲୁଙ୍କ ଉପରେ ନଜର ରଖିପାରିବେ। କିଛି ଘଣ୍ଟା ଭିତରେ ବବଲୁ ଠାକୁରଙ୍କ କୁଣ୍ଡଳୀ ଏସ୍ପି ସାର୍ଙ୍କୁ ମିଳିଗଲା। ବବଲୁ ଝିଅଙ୍କୁ ନେଇ କେବଳ ଧନ୍ଦା କରୁନଥିଲା, ବରଂ କିଛି ପଡ଼ୋଶୀ ଗାଁ ଯୁବକଙ୍କୁ ନେଇ ବେଆଇନ କାମ ବି ଚଲାଇଥିଲା। ବବଲୁ ଗାଁରେ ଖୁଲ୍ଲମ ଖୁଲା ବୁଲୁଥିଲା, ହେଲେ ଗାଁ ଲୋକ ତାର ଏହି କାରନାମା ସମ୍ପର୍କରେ ଜାଣିନଥିଲେ। ଏବେ ସେ କୋଠାରୁ ଅନ୍ୟ ଝିଅଙ୍କୁ ଉଦ୍ଧାର କରିବାର ସମୟ ଥିଲା, ହେଲେ ବିନା ଯୋଜନାରେ ସେଠାକୁ ଯିବା ବିପଦପୂର୍ଣ୍ଣ ଥିଲା। ସେ ଗାଁର କିଛି ମହିଳାଙ୍କୁ ସାହାଯ୍ୟ ମାଗିଲେ, ଯେଉଁମାନଙ୍କର ଝିଅ ଗାୟବ ହୋଇଯାଇଥିଲେ। ଏସ୍ପି ସାର୍ ପୁରା ପୋଲିସ ଫୋର୍ସ ମଗାଇଲେ। ସେମାନେ ଜଙ୍ଗଲ ଚାରିପଟରୁ ଘେରିଗଲେ। ଆଉ ଏସ୍ପି ସାର୍ ନିଜେ ଗାଡ଼ି ନେଇ ସେ କୋଠା ଆଗକୁ ଗଲେ। ଗେଟ୍ ପାଖରେ ପହଞ୍ଚିବା ବେଳକୁ ଯେଉଁ ଦୃଶ୍ୟ ଦେଖିଲେ, ଦେଖିକି ଚମକି ପଡ଼ିଲେ। ଗୋଟିଏ ବଡ଼ ଆଉ ପୁରୁଣା କୋଠା, ଯେଉଁଠୁ ଝିଅମାନଙ୍କର ଚିତ୍କାର ଶୁଭୁଥିଲା। ଘନ ଅନ୍ଧାରରେ ସେ ପୁରୁଣା କୋଠା ଏକ ଭୂତ ବଙ୍ଗଳା ପରି ଦେଖାଯାଉଥିଲା। ଏସ୍ପି ସାର୍ ଓ ତାଙ୍କ ଟିମ୍ ସେ କୋଠା ଚାରିପଟେ ଘେରିଗଲେ। ଜଣେ ପୋଲିସ ଯାଇ କବାଟ ବାଡ଼େଇଲେ। କିଛି ସମୟ ଯିବା ପରେ ଜଣେ ଆସି କବାଟ ଫାଙ୍କରେ ଦେଖି ଚିଲ୍ଲେଇବାରେ ଲାଗିଲା,
ପୋଲିସ ପୋଲିସ। ଭିତରୁ ଗୁଳିମାଡ଼ ଆରମ୍ଭ ହୋଇଗଲା। ଏପଟେ ପୋଲିସ ବି ପାଲଟା ଗୁଳିମାଡ଼ ଆରମ୍ଭ କରିଦେଲା। ଆଉ କବାଟ ଖୋଲି ପୋଲିସ ଭିତରକୁ ପଶିଲା। ଗୁଳିମାଡ଼ ଭିତରେ ବାବୁଲ ଠାକୁର ପଛପଟ ରାସ୍ତା ଦେଇ ଖସି ଯିବାକୁ ଚେଷ୍ଟା କଲା। ଏସ୍ପି ସାର୍ ପ୍ରଥମରୁ ସେ ରାସ୍ତାରେ ଥିଲେ। ଏସ୍ପି ସାର୍ ଚିଲ୍ଲେଇଲେ, ରହିଯା ବାବୁଲୁ, ତୁ କୁଆଡ଼େ ବି ଖସିକି ଯାଇପାରିବୁନି। ବାବୁଲୁ ଗୁଳି ମାରିବା ପାଇଁ ବନ୍ଧୁକ କାଢୁ କାଢୁ ଏସ୍ପି ସାର୍ ପ୍ରଥମେ ଗୁଳି ଚଲାଇଦେଲେ। ବାବୁଲୁ ଦେହରେ ଗୁଳି ବାଜିବା ପରେ ସେ ତଳେ ପଡ଼ିଗଲା। ଏହାପରେ ସବୁ ଗୁଣ୍ଡାଙ୍କୁ ପୋଲିସ ଗିରଫ କରିନେଲା। ଆଉ ଜିପ୍ରେ ବସାଇ ଗାଁ ଭିତରକୁ ଅଣାଗଲା। କୋଠାରେ ବନ୍ଦ ଥିବା ସବୁ ଝିଅ ମୁକୁଳିଲେ। ସମସ୍ତେ ଡରରେ ଥରୁଥିଲେ। ଏସ୍ପି ସାର୍ କହିଲେ କି ଏବେ ତମମାନଙ୍କୁ ଆଉ ଡରିବାର କିଛି କାରଣ ନାହିଁ। ଏସ୍ପି ସାର୍ ସବୁ ଝିଅଙ୍କୁ ନେଇ ଗାଁରେ ପହଞ୍ଚିଲେ। ନିଜ ଝିଅକୁ ଦେଖି ଗାଁ ଲୋକ ଖୁସି ହୋଇଗଲେ। ଗାଁ ଲୋକ ପୋଲିସ ଜିନ୍ଦାବାଦ ଓ ଏସ୍ପି ସାର୍ ଜିନ୍ଦାବାଦ ନାରା ଦେଉଥିଲେ। ଏହାର କିଛି ମାସ ବିତିଯିବା ପରେ ସରକାର ଏସ୍ପି ସାର୍ଙ୍କୁ ସାହସିକତାର ପୁରସ୍କାର ଦେଇ ସମ୍ମାନିତ କଲେ। ବାଣପୁର ଗାଁ ଲୋକେ ଯେଉଁମାନେ ଦିନେ ଭୟରେ ଶୋଇପାରୁନଥିଲେ ଏବେ ଶାନ୍ତିରେ ଶୋଇପାରୁଛନ୍ତି। ତ କାହାଣୀଟି ଏତିକି ଥିଲା। ଏସ୍ପି ସାର୍ଙ୍କ କାରନାମାକୁ ନେଇ ଆପଣ ନିଜ ମତ କମେଣ୍ଟ ବକ୍ସରେ ଦେବେ। ନିଜ ନାଁ ସହିତ ଜାଗା ନାଁ କମେଣ୍ଟରେ ଲେଖିଲେ ପର ଭିଡିଓରେ ଆମେ ଆପଣଙ୍କ ନାଁ ଘୋଷଣା କରିବୁ। ଭିଡିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିଦେବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନକୁ ଅନ୍ କରିଦେବେ। ଆମ ଫେସବୁକ୍